ଗରେ ବ୍ୟବହାର ଓ ସୁଲଭତା ଅନୁସାରେ ଦୁଇ ଭାଗ। ଅସରାନ୍ତି ବା ଅକ୍ଷୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ନିଃଶେଷ ହୁଏ ନାହିଁ ସେଗୁଡ଼ିକୁ ଅସରାନ୍ତି ବା ଅକ୍ଷୟଶୀଳ ସମ୍ବଳ କୁହାଯାଏ। ଯଥା ସୌରଶକ୍ତି, ବାୟୁ। ଅସରାନ୍ତି ବା ସୀମିତ ବା ଅକ୍ଷୟ ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ ତାହାକୁ ସରାନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କୁହାଯାଏ। ଯଥା ପେଟ୍ରୋଲିୟମ, କୋଇଲା, ଖଣିଜ ପଦାର୍ଥ। ପରିମାଣ ଅନୁସାରେ ଦୁଇ ଭାଗ। ଅପୂରଣୀୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେ ନାହିଁ ତାହାକୁ ଅପୂରଣୀୟ ସମ୍ବଳ କୁହାଯାଏ। ଯଥା ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା। ଦୁଇରେ ଅବିରାମ ସମ୍ବଳ ଅବିରାମ ବା ପୂରଣୀୟ ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ ତାହାକୁ ଅବିରାମ ବା ପୂରଣୀୟ ସମ୍ବଳ କୁହାଯାଏ। ଯଥା ସୌରଶକ୍ତି, ବାୟୁ, ଜ୍ୱାର ଶକ୍ତି, ପବନ ଶକ୍ତି। ଭରଣ ଅନୁସାରେ ଦୁଇ ଭାଗ। ଏକରେ ନବୀକରଣ ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଃଭରଣ କରାଯାଇପାରିଥାଏ ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଯଥା ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତ ପଦାର୍ଥ। ଦୁଇରେ ନବୀକରଣ ଅଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଗଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇନଥାଏ ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଯଥା କୋଇଲା, ପେଟ୍ରୋଲିୟମ। ପୁନରୁଦ୍ଧାର ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? କେତେକ କ୍ଷେତ୍ରରେ ଅଦରକାରୀ ଧାତବ ପଦାର୍ଥ ଗୁଡ଼ିକୁ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃଚକ୍ରୀୟ ପ୍ରକ୍ରିୟା ଦ୍ୱାରା ଆଉଥରେ ବ୍ୟବହାର କରାଯାଇପାରିଥାଏ ତାହାକୁ ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ। ଯଥା ଭୂମି, ମୃତ୍ତିକା, ଲୁହା, ଆଲୁମିନିୟମ, ତମ୍ବା। ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରେ ନାହିଁ ସେଗୁଡ଼ିକୁ ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ। ଯଥା କୋଇଲା, ପେଟ୍ରୋଲିୟମ। ବଣ୍ଟନ ବା ବିତରଣ ଅନୁସାରେ ଦୁଇ ଭାଗ। ଏକରେ ସର୍ବତ୍ର ସୁଲଭ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳଗୁଡ଼ିକ ଭୂପୃଷ୍ଠରେ ସବୁଠାରେ ମିଳୁଥିବା ସେଗୁଡ଼ିକୁ ସର୍ବତ୍ର ସୁଲଭ ସମ୍ବଳ କୁହାଯାଏ। ଯଥା ଭୂମି, ଜଳ, ବାୟୁ। ଦୁଇରେ ସ୍ଥାନୀୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଗୁଡ଼ିକ ଭୂପୃଷ୍ଠ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ଭାବେ ମିଳିଥାଏ ସେଗୁଡ଼ିକୁ ସ୍ଥାନୀୟ ସମ୍ବଳ କୁହାଯାଏ। ଯଥା ଖଣିଜ ପଦାର୍ଥ। ବିକାଶ ସ୍ତର ଅନୁସାରେ ଚାରି ଭାଗ। ଏକରେ ଗଚ୍ଛିତ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ପ୍ରାକୃତିକ ଗ୍ରନ୍ଥାଗାରରେ ଅବ୍ୟବହୃତ ଅବସ୍ଥାରେ ରହିଛି ତାହାକୁ ପ୍ରଚ୍ଛନ୍ନ ବା ଗଚ୍ଛିତ ସମ୍ବଳ କୁହାଯାଏ। ଯଥା ଗୁଜରାଟ ଓ ରାଜସ୍ଥାନ ପ୍ରଚୁର ସୌରଶକ୍ତି ଏବଂ ପବନ ଶକ୍ତି ମହଜୁଦ। ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ। ଦୁଇରେ ସମ୍ବଳ ଭଣ୍ଡାର କାହାକୁ କୁହାଯାଏ? ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବା ଭଳି ପରିବେଶରେ ଥିବା ପଦାର୍ଥଗୁଡ଼ିକ ବ୍ୟବହାର ହୋଇପାରୁନାହିଁ ଏଭଳି ପଦାର୍ଥଗୁଡ଼ିକର ସମ୍ବଳ ଭଣ୍ଡାରଗୁଡ଼ିକୁ ସମ୍ବଳ ଭଣ୍ଡାର କୁହାଯାଏ। ଯଥା ପରିବେଶର କେତେକ ଅବ୍ୟବହୃତ ପଦାର୍ଥ। ତିନିରେ
ବିକଶିତ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳଗୁଡ଼ିକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି ସେଗୁଡ଼ିକୁ ବିକଶିତ ସମ୍ବଳ କୁହାଯାଏ। ଯଥା ଜଳବିଦ୍ୟୁତ୍ ଶକ୍ତି, ଅରଣ୍ୟ, ଖଣିଜ ପଦାର୍ଥ। ସଂରକ୍ଷିତ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ପଦାର୍ଥଗୁଡ଼ିକ ସନ୍ଧାନ ମିଳିପାରିଛି ମାତ୍ରା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ଅଛି ସେଗୁଡ଼ିକୁ ସଂରକ୍ଷିତ ସମ୍ବଳ କୁହାଯାଏ। ଯଥା ପ୍ରବାହିତ ଜଳ। ମାଲିକାନା ଅନୁସାରେ 4 ଭାଗ। 1ରେ ବ୍ୟକ୍ତିଗତ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ରହିଛି ତାହାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ଯଥା ଚାଷ ଜମି, ଗୃହ, ରୋପଣ କୃଷି ଭୂମି, କୂପ। 2ରେ ଗୋଷ୍ଠୀଗତ ସମ୍ବଳ କାହାକୁ କୁହାଯାଏ? କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ଯଥା ଗୋଚର ଭୂମି, ଶ୍ମଶାନ, କୂପ। 3ରେ ଜାତୀୟ ସମ୍ବଳ କାହାକୁ କୁହାଯାଏ? ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ଯଥା ରାସ୍ତାଘାଟ, କେନାଲ, ରେଳପଥ, ଖଣିଜ ପଦାର୍ଥ। 1 nautical mile = 1.85 କିଲୋମିଟର। 4ରେ ଅନ୍ତର୍ଜାତୀୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଅନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାହାକୁ ଅନ୍ତର୍ଜାତୀୟ ସମ୍ବଳ କୁହାଯାଏ।